ଆପଣ ମନେ ଥିବ ନିର୍ବାଚନ ପୂର୍ବରୁ ସେଇ କଂଗ୍ରେସ ଦଳ ବିଜେଡି ଏବଂ ବିଜେପି ଭିତରେ ଗୋଟେ ବାହାଘର କରିଥିଲା କଂଗ୍ରେସ ଭବନ ସାମ୍ନାରେ। ଏବେ ସେମାନେ ବର୍ତ୍ତମାନ ଆପଣ ଦେଖନ୍ତୁ ସେମାନେ ବର୍ତ୍ତମାନ ମେଳି କରୁଛନ୍ତି। ତା ମାନେ ହଉଛି ଆପଣ ଏଇଥିରୁ ବୁଝନ୍ତୁ କଂଗ୍ରେସର ଚରିତ୍ର। କଂଗ୍ରେସର ଚରିତ୍ର ହଉଛି ଏଇଆ, ଅନ୍ୟ ଘରୁ ସେ କନ୍ୟା ହଉ କିମ୍ବା ସେ ବର ହଉ ତାକୁ ଉଠେଇ ଆଣିକି ନିଜେ ବାହା ହେବା ପାଇଁ ମନ ତାଙ୍କର। କଥାଟି ହଉଛି ସେମାନେ ଲଜ୍ଜା ଅନୁଭବ କରିବା କଥା ଯେ ଦୀର୍ଘ 24 ବର୍ଷ ପରେ ଓଡିଶାବାସୀ ଗୋଟିଏ ସରକାରକୁ କ୍ଷମତାକୁ ଆଣିଛନ୍ତି। ସେ ସରକାରରେ ଯୋଉ ଥିଲାବେଳେ ତାଙ୍କ ପ୍ରତି ବିଶ୍ୱାସ କମ ହେବାର କୌଣସି ପ୍ରକାର ସମ୍ଭାବନା ବି ନାହିଁ। ସବୁ ଲୋକମାନେ ବିଶ୍ୱାସ କରୁଛନ୍ତି। ହଁ, ଏକଥା ସତ୍ୟ ଯେ ସେମାନେ ଯୋଉଭଳି ଭାବରେ ଆଶା କରାଯାଉଥିଲା ଶାସନକୁ ଶାଣିତ କରିବା ପାଇଁ, ସେଥିରେ ସେମାନେ ନିଶ୍ଚିତ ଭାବରେ ସେଇଭଳି ଭାବରେ କରିପାରି ନାହାନ୍ତି। ଲୋକଙ୍କର ଆଶା ଏବଂ ଆକାଂକ୍ଷାକୁ ପୂରଣ କରିପାରି ନାହାନ୍ତି। ତାର ଅର୍ଥ ନୁହେଁ ଯେ ତାଙ୍କ ପ୍ରତି ରାଜ୍ୟବାସୀଙ୍କର ଆସ୍ଥା ନାହିଁ। ଯଦି ଆପଣଙ୍କର ବିଧାନସଭାରେ ସେଭଳି ଏକ ପ୍ରସ୍ତାବ ପାରିତ କରିବା ପାଇଁ କି ତାଙ୍କ ପାଖରେ ସାମର୍ଥ୍ୟ ନାହିଁ, କଂଗ୍ରେସ କିମ୍ବା ବିଜେପି ମିଳିତ ଭାବରେ ମଧ୍ୟ। ସେଥିପାଇଁ ଭକ୍ତ ଦାସ ଯୋଉ କଥା କହିଛନ୍ତି, ସିଏ କହୁଛନ୍ତି ବିଜେଡି ଏ ପ୍ରସ୍ତାବ ଆଣୁ ସେମାନେ ସମର୍ଥନ କରିବେ। ଯଦି କୌଣସି କାରଣରୁ ବିଜେଡି ଅନାସ୍ଥା ପ୍ରସ୍ତାବ ଆଣୁନାହିଁ, ତେବେ ସିଏ ଆଣିବେ ଏବଂ ବିଜେଡି ତାକୁ ସମର୍ଥନ କରୁ, ଏକଥା କହୁଛନ୍ତି। କିନ୍ତୁ ଉଭୟ ଭଲ ଭାବରେ ଜାଣନ୍ତି, କଂଗ୍ରେସ ଏବଂ ବିଜେଡି ସେମାନେ ମିଳିତ ଭାବରେ ଚେଷ୍ଟା କଲେ ମଧ୍ୟ ଏ ସରକାରକୁ କିଛି କ୍ଷତି କରିପାରିବେ ନାହିଁ। ସଂଖ୍ୟା ଦୃଷ୍ଟିରୁ ମୋହନ ମାଝୀଙ୍କ ସରକାର ଅଧିକ ଦୃଢ ଅଛି। ଏଇ ସବୁ ଜିନିଷ ଯୋଉ କରାଯାଏ, ଯଦି ସେଇଟାକୁ ପ୍ରସ୍ତାବଟିକୁ ମାନ୍ୟବର ବାଚସ୍ପତି ଗ୍ରହଣ କରନ୍ତି, ତେବେ ହିଁ ଆଲୋଚନା ହବ। ମୁଁ ତ ଭାବୁଛି ଯେ ମାନ୍ୟବର ବାଚସ୍ପତି ପ୍ରସ୍ତାବକୁ ଜମା ଗ୍ରହଣ କରିବେ ନାହିଁ। ଯଦି ଗ୍ରହଣ କରିବେ ତେବେ ଗୋଟେ ଡିବେଟ ହବ ବା ସେଥିରେ କେହି କିଛି ବକ୍ତବ୍ୟ ରଖିବେ। ସେତେବେଳେ ମୋହନ ମାଝୀଙ୍କ ସରକାର କହିବେ ବର୍ଷ ଏକ ଉପଲବ୍ଧି ଅନେକ କଥା ଯୋଉଟାକୁ ସେମାନେ କହିଛନ୍ତି ଅଳ୍ପ ଦିନ ତଳେ, ତାକୁ ସେମାନେ କହିବେ ଚାରି ଦ୍ୱାର ଖୋଲି ପକେଇଲେ ସୁଭଦ୍ରା ଇତ୍ୟାଦି ଇତ୍ୟାଦି। ଏମାନେ କହିବେ ତାଙ୍କ ସମୟରେ ନାରୀ ଧର୍ଷଣ ବଢିଛି, ମହିଳାଙ୍କ ପ୍ରତି ଅତ୍ୟାଚାର ବଢିଛି, ଏଇସବୁ ଜିନିଷ ଚାଲିଛି। କଥା ହଉଛି ଯେ ବାସ୍ତବରେ ବର୍ତ୍ତମାନ ଯୋଉ ସନ୍ଦିକ୍ଷଣ ଦେଇକିରି ଓଡିଶା ଗତି କରୁଛି ଏବଂ 2036 ମସିହା ସୁଦ୍ଧା ଏକ ବିକଶିତ ଓଡିଶାର ପରିକଳ୍ପନା କରାଯାଉଛି। ସେଥିପାଇଁ ପ୍ରତ୍ୟେକ ରାଜନୈତିକ ଦଳ ଅନାବଶ୍ୟକ ଭାବରେ ରାଜନୀତି ବୟାନବାଜି ନ କରିକିରି ଗଠନମୂଳକ କାର୍ଯ୍ୟକ୍ରମ କରନ୍ତୁ, ଯେମିତି କୌଣସି ବି ମହିଳା ଏଥିରେ ତାର ସମ୍ମାନ ଭୁଲୁଣ୍ଠିତ ହବ ନାହିଁ। ସମ୍ମାନର ସହିତ ମୁଣ୍ଡ ଟେକିକିରି ଜଣେ ମହିଳା ଚାଲିପାରିବ। ସେ ଆଦିବାସୀ ହୁଅନ୍ତୁ ବା ଆପଣଙ୍କ ଉପକୂଳ ଅଞ୍ଚଳର ଜଣେ ସମ୍ଭ୍ରାନ୍ତ ଶ୍ରେଣୀର ହୁଅନ୍ତୁ, ପ୍ରତ୍ୟେକଙ୍କ ପାଇଁ କି ସମ୍ମାନର ସହିତ ବଞ୍ଚି ପାରିବେ। ନାରୀ ଧର୍ଷଣ ହବ ନାହିଁ, କୌଣସି ପ୍ରକାରର ଇଫ୍ ଟିଜିଂ ହବ ନାହିଁ। ଏଇଭଳି ଭାବରେ ଆମେ ଯୋଉ ଅସଦାଚରଣ କରୁଛେ ମହିଳାମାନଙ୍କ ପ୍ରତି, ସେଗୁଡାକର ବନ୍ଦ ହବ। ଏଇଟା ଏକ ସାମାଜିକ ବିଷୟବସ୍ତୁ, ଏଇଟା ଗୋଟେ ରାଜନୈତିକ ପ୍ରସଙ୍ଗ ନୁହେଁ। ତେଣୁକରି ବିଜେଡି ହୁଅନ୍ତୁ ବା କଂଗ୍ରେସ ହୁଅନ୍ତୁ, ଏଇ ଦୃଷ୍ଟିରୁ ନିଶ୍ଚିତ ଭାବରେ ସଚେତନ ରହିବେ ଯେ ଏହା ଏକ ସାମାଜିକ ପ୍ରସଙ୍ଗ। ତେଣୁ ସାମାଜିକ ସଂସ୍ଥା ମାନଙ୍କୁ, ବିଶେଷ କରି ସମାଜ ବିଜ୍ଞାନୀ ମାନଙ୍କୁ, ଜନସାଧାରଣଙ୍କୁ, ଯୋଉମାନେ ଅଛନ୍ତି ସିଭିଲ ସୋସାଇଟିର ଲୋକମାନଙ୍କୁ, ଏ ବିଷୟରେ ନିଶ୍ଚିତ ଭାବରେ ସମସ୍ତେ ନିବେଦନ କରିବା କଥା। ଏଇଗୁଡିକୁ ଯିଏ ଯୋଉଠି ଦେଖୁଛନ୍ତି ତାକୁ ମୂଳରୁ ବନ୍ଦ କରିବାକୁ ଚେଷ୍ଟା କରନ୍ତୁ। ଯେଭଳି ଯୋଉ ଦେଶରେ ଯୋଉ ରାଜ୍ୟରେ ମହିଳା ମାନଙ୍କର ସମ୍ମାନ ନାହିଁ, ସେ ରାଜ୍ୟ କେବେ ହେଲେ ବିକଶିତ ହେଇନାହିଁ। ରାଜନୀତି କରିବା ପାଇଁ ଅଲଗା କ୍ଷେତ୍ର ଅଛି। ଯେତେବେଳେ ରାଜ୍ୟରେ ବିଭିନ୍ନ ସମୟରେ ପ୍ରତିଦିନ ମହିଳା ମାନଙ୍କ ପ୍ରତି ଅସଦାଚରଣ ବଢୁଛି, ସେତେବେଳେ ୟା ବିରୁଦ୍ଧରେ ସଂଗ୍ରାମ ନ କରିକିରି ମୋହନ ମାଝୀ ସରକାରଙ୍କ ପଛରେ ଲାଗିଲେ ମହିଳା ମାନେ କିଭଳି ସୁରକ୍ଷିତ ହେବେ ନାହିଁ, ମୂଳ ପ୍ରସଙ୍ଗରୁ ଆମେ ଦୂରେଇ ଯିବା। ମୁଁ ଆଶା କରେ ମାନ୍ୟବର ଯେହେତୁ ସ୍ପିକର ବା ଆପଣଙ୍କର ଯିଏ ଅଛନ୍ତି ବାଚସ୍ପତି ମହୋଦୟା, ସେ ଜଣେ ମହିଳା, ସିଏ ଏଗୁଡାକୁ ସମ୍ବେଦନତାର ସହିତ ଗ୍ରହଣ କରିବେ ଏବଂ ସେ ନିଶ୍ଚିତ ଭାବରେ ଏଇଭଳି ମୁଲତବୀ ପ୍ରସ୍ତାବକୁ ଆଲାଉ କରିବେ ନାହିଁ ବା ପରମିଶନ ଦେବେ ନାହିଁ, ଅନୁମତି ଦେବେ ନାହିଁ। ୟାପରେ ଆଲୋଚନା ମୂଳରୁ ଖାରଜ କରିଦେବାଟା ଆବଶ୍ୟକତା ରହିଛି। ସେଇଟା ବି ହେଇପାରେ। ଦ୍ୱିତୀୟ କଥା ହଉଛି ଭକ୍ତି ଦାସ ଜଣେ ସଂଗ୍ରାମୀ ନେତା। ତେଣୁକରି ସିଏ ନିଜେ ତାଙ୍କର ଯେତେବେଳେ ନୂଆଗିରି ସିଏ ଆପଣଙ୍କର ରାଜ୍ୟର ମୁଖ୍ୟ ହେଇଛନ୍ତି, ଓପିସିସି ର ମୁଖ୍ୟ ହେଇଛନ୍ତି, ସେ ନିଜର ପତିଆର ପ୍ରଦର୍ଶନ କରିବା ପାଇଁ ଚେଷ୍ଟା କରୁଛନ୍ତି। ସେ ଭାବୁଛନ୍ତି ସେମାନଙ୍କର ଏକ ଦିବାସ୍ୱପ୍ନ ଅଛି ଯେ ସେମାନେ ଦିନେ ନା ଦିନେ ଓଡିଶାର ମୁଖ୍ୟ ବିରୋଧୀ ଦଳ ହେବେ ବା ପରବର୍ତ୍ତୀ କାଳରେ କ୍ଷମତାକୁ ଆସିବେ, ଏଭଳି ଏକ ସ୍ୱପ୍ନ ସେମାନେ ଦେଖୁଛନ୍ତି। ସେଥିପାଇଁ ସେଇଟାକୁ ସାର୍ଥକ କରିବା ପାଇଁ ବିଭିନ୍ନ ବାଟରେ ଚେଷ୍ଟା କରୁଛନ୍ତି। କିନ୍ତୁ ଏଇଗୁଡିକ ଫଳବତୀ ହେଇପାରିବ ନାହିଁ। ତାଙ୍କ ଦଳରେ ଗୋଷ୍ଠୀ କନ୍ଦଳ ଏବେ ବି ଅଛି। ତାଙ୍କର ମୁଖ୍ୟ ହିସାବରେ ଆପଣଙ୍କର ଯେପର୍ଯ୍ୟନ୍ତ ରାହୁଲ ଗାନ୍ଧୀ ଏବଂ ଗାନ୍ଧୀ ପରିବାର ଅଛନ୍ତି ଦିଲ୍ଲୀରେ, ସେଠି କଂଗ୍ରେସର ଭାଗ୍ୟ ଏବଂ ନିଶ୍ଚିତ ଭାବରେ ଗୋଟେ ବନ୍ଦ ଲଫା ଭିତରେ ଥିଲା ଭଳିଆ ମନେ ହୁଏ।
ତେଣୁକରି ଏଇ ଦୃଷ୍ଟିରୁ ଏବଂ କେବଳ ସେତିକି ନୁହେଁ ତାଙ୍କ ଦଳରେ ମଧ୍ୟ ଆଭ୍ୟନ୍ତରୀଣ କନ୍ଦଳ ବି ରହିଛି। ତେଣୁକରି ଏଇଭଳି ଭାବରେ କିଛି ଚକମା ଦେଖେଇଲେ ହିଁ ହୁଏତ ତାଙ୍କର ଆଭ୍ୟନ୍ତରୀଣ କନ୍ଦଳ କିଛି ମାତ୍ରାରେ ପ୍ରଶମିତ ହେଇଯାଇପାରେ, ଚପି ଯାଇପାରେ। ସେଥିଲାଗି ରକ୍ତ ଦାସ ହୁଏତ ଉଦ୍ୟମ କରୁଥାଇ ପାରନ୍ତି। ଯଦିଓ ଆପଣ ଜାଣିଛନ୍ତି ଜାନକୀ ବଲ୍ଲଭ ପଟ୍ଟନାୟକଙ୍କର ସମୟରେ ବହୁତ ଭଲ କଂଗ୍ରେସ ଗୋଟେ ଭଲ ପୋଜିସନରେ ଥିଲା ଏବଂ ପରବର୍ତ୍ତୀ କାଳରେ ଯେତେବେଳେ କଂଗ୍ରେସର ହାଇକମାଣ୍ଡ ଯେତେବେଳେ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ପଛରୁ ସମର୍ଥନକୁ କାଢିଦେଲେ ଏବଂ ସେଥିରେ ଆଭ୍ୟନ୍ତରୀଣ ଗଣ୍ଡଗୋଳ କରିବା ପାଇଁ ଚେଷ୍ଟା କରାଗଲା, ସେତେବେଳେ ହିଁ ମୁଣ୍ଡ ଟେକିଥିଲା ଅନେକ ଘଟଣା। ସେଇ ଘଟଣା ଗୁଡିକ ସେଗୁଡିକ ଇତିହାସ ହେଇକି ରହିଛି କଂଗ୍ରେସ ପାଇଁ କଳଙ୍କ। ବର୍ତ୍ତମାନ ଆପଣଙ୍କର ଯାହା ଯାହା ଅନେକ ସମୟରେ ଦୀର୍ଘ 24 ବର୍ଷ ଧରି କ୍ଷମତାରେ ନଥିଲେ ବି ମଧ୍ୟ ଯୋଉମାନେ ସମସ୍ତେ କଂଗ୍ରେସ ଦଳର ମୁଣ୍ଡିଆଳ ବୋଲିକି ଦେଖୁଛନ୍ତି ବିଭିନ୍ନ ଛାମୁଆ ସଂଗଠନର, ସେମାନଙ୍କର ମଧ୍ୟ ବିଭିନ୍ନ କଳଙ୍କର କାହାଣୀ ରହିଛି। ତେଣୁକରି ସେମାନେ କେବେ ହେଲେ ଗ୍ରହଣୀୟ ହଉନାହାନ୍ତି ଲୋକମାନଙ୍କ ଦ୍ୱାରା। ଦୀର୍ଘ 24 ବର୍ଷ ଧରିକି ରହିଥିଲେ ଏବଂ ଆଗାମୀ ଦିନରେ ମଧ୍ୟ ରହିବେ। ଅତି କମରେ ତ 5 ବର୍ଷ ନିଶ୍ଚିତ ଭାବରେ ବାହାରେ ରହିବେ ଏବଂ ଯୋଉଭଳି ଭାବରେ ତାଙ୍କର କାର୍ଯ୍ୟକ୍ରମ ଗୁଡିକ ରହୁଛି ତାଙ୍କ ପକ୍ଷରେ ସମର୍ଥନ କମି ଯାଇଛି। ମହିଳା ମାନେ ମଧ୍ୟ କ୍ରମଶଃ ଅସୁରକ୍ଷିତ ବି ହଉଛନ୍ତି ସେମାନଙ୍କର ବିଭିନ୍ନ ନେତା ବର୍ଗଙ୍କ ଦ୍ୱାରା। ତେଣୁ ସେଇ ଦୃଷ୍ଟିରୁ କଂଗ୍ରେସର ଗ୍ରହଣୀୟତା ପ୍ରାୟ ନାହିଁ କହିଲେ ଚଳେ।